ମିଛ କହି ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ବିବାହ କରି ସେମାନଙ୍କଠାରୁ ଟଙ୍କା ନେଇ ତଥା ସେମାନଙ୍କ ନାଁରେ ଲୋନ୍ ଉଠାଇ ବ୍ୟବସାୟ ସହିତ ମଉଜ କରୁଥିବା ଜଣେ ଠକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ତାଙ୍କ ନାଁ ସତ୍ୟଜିତ ମାନଗୋବିନ୍ଦ ସାମଲ, ବୟସ 34। ତାଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ। ଏବେ ସେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ରହୁଥିଲେ। କଟକ ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଅଭିଯୁକ୍ତଙ୍କ ନାଁରେ କ୍ୟାପିଟାଲ ଥାନାରେ 2 ଜଣ ମହିଳା ଏତଲା ଦେଇଥିଲେ। ଜୀବନସାଥୀ ମ୍ୟାଟ୍ରିମୋନିଆଲ ସାଇଟ୍ ଜରିଆରେ ଅଭିଯୁକ୍ତଙ୍କ ସହିତ ସେମାନଙ୍କର ପରିଚୟ ହୋଇଥିଲା। ସେମାନଙ୍କ ସହିତ ଚାଟିଂ କରିବା ପରେ ସେ ସେମାନଙ୍କୁ ବାହା ହେବାକୁ ରାଜି ହୋଇଥିଲେ। ଏହାପରେ ଅଭିଯୁକ୍ତ ସେମାନଙ୍କ ସହିତ ସମ୍ପର୍କ ରଖିଥିଲେ ଏବଂ ସେମାନଙ୍କଠାରୁ ପଇସା ପତ୍ର ସହିତ ଗାଡ଼ି ନେଇଥିଲେ। ଏହି 2 ମହିଳାଙ୍କ ମଧ୍ୟରୁ ଅଭିଯୁକ୍ତ ଜଣଙ୍କଠାରୁ 36 ଲକ୍ଷ ଟଙ୍କା ଏବଂ ବାଲେନୋ କାର୍ ନେଇଥିବା ବେଳେ ଅନ୍ୟ ଜଣଙ୍କଠାରୁ 8 ଲକ୍ଷ ଟଙ୍କା ଏବଂ ଏକ ବୁଲେଟ୍ ନେଇଛନ୍ତି। ଏହି 2 ମହିଳାଙ୍କ ଏତଲା ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମ୍ୟାଟ୍ରିମୋନିଆଲ ସାଇଟ୍ରେ ଯାଞ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ମୋଟ 49 ଜଣ ମହିଳାଙ୍କ ସହ ଚାଟିଂ ବା ବିଭିନ୍ନ ସ୍ତରରେ ସମ୍ପର୍କ ରଖିଛନ୍ତି ଅଭିଯୁକ୍ତ। ଲୁଟ୍ ଟଙ୍କା ସବୁ ଦୁବାଇ ନେଇ ପଳାଇଥିଲା ଅଭିଯୁକ୍ତ ସତ୍ୟଜିତ। ଅଭିଯୁକ୍ତକୁ ଗିରଫ ପାଇଁ ମହିଳା ପୋଲିସ ପ୍ରେମିକା ସାଜିଥିଲେ। କାର୍ରେ ଲଙ୍ଗ ଡ୍ରାଇଭ୍ରେ ଯାଉଥିବା ବେଳେ ଧରିଥିଲା ପୋଲିସ। ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ଝିଅଙ୍କୁ ବିବାହ କରିଥିଲା। ବ୍ୟୁରୋ ରିପୋର୍ଟ, ନାଓ ଓଡ଼ିଶା ନ୍ୟୁଜ୍। लेटेस्ट न्यूज अपडेट पाई www.naodisha.com को लॉगिन करंतु।